ଆମେ ଆମ ଚାରିପାଖର ଆକୃତିର ବିଭିନ୍ନ ଆକୃତି ସମ୍ପର୍କ ଧାରଣା ପାଇଲେ, କେମିତି ଆକୃତି ପ୍ରସ୍ତୁତ କରିବା, କାଗଜରୁ କେମିତି ପ୍ରସ୍ତୁତ କରିବା, ଏସବୁ ବିଷୟରେ ଧାରଣା ପାଇଲେ। ଏହା ସହିତ ଏହାର ପାର୍ଶ୍ୱ, ଶୀର୍ଷ ଓ ଧାରର ଆକୃତି ମଧ୍ୟ ପାଇଛନ୍ତି। ତାହେଲେ ବର୍ତ୍ତମାନ ଆମେ ଦେଖିବା ଏ ଚିତ୍ରକୁ ଆମେ କିପରି ଚିହ୍ନିବା ଏବଂ ଏହା ସମ୍ପର୍କରେ ଆମେ କହିବା। ଠିକ ଅଛି? ତାହେଲେ ସରିତା କହିବ, ଇଏ କାହାର ଆକୃତି? ହଁ, କାହାର? ସମଘନ। କେମିତି ଜାଣିଲ ସମଘନ? କହିବ ଦେଖିବା। ହଁ, ଆଚ୍ଛା। ଏହାର ବାହୁ ମାନଙ୍କର ଦୈର୍ଘ୍ୟ ସମାନ ଅଛି, ସେଥିପାଇଁ ଜାଣିଦେଲ। ଏମିତିକାର କଣ ପରିବେଶରେ ଦେଖିଛ ସମଘନ ଆକୃତିର? କଣ? ଲୁଡୁ। ହଁ, ତମେ ଖେଳୁଥିବ ତାହେଲେ ଆଉ। ଲୁଡୁ ମଧ୍ୟ ଗୋଟେ ସମଘନ ଆକୃତି। ଆଉ କଣ ଚିତ୍ର ଦେଖୁଛ ଏଠି? ଶବନମ କହିଲ। ନା ଦିଆଯାଇଛି। ନା କଣ ଦିଆଯାଇଛି? କ, ଖ, ଗ, ଘ, ଚ, ଛ, ଜ, ଛ। ଆଚ୍ଛା, ବହୁତ ବଢିଆ। ତାହେଲେ ସରିତା କହିବ, ଇଏ କାହାର ଆକୃତି? ହଁ, କାହାର? ସମଘନ। କେମିତି ଜାଣିଲ ସମଘନ? କହିବ ଦେଖିବା। ହଁ, ଆଚ୍ଛା। ଏହାର ବାହୁ ମାନଙ୍କର ଦୈର୍ଘ୍ୟ ସମାନ ଅଛି, ସେଥିପାଇଁ ଜାଣିଦେଲ। ଏମିତିକାର କଣ ପରିବେଶରେ ଦେଖିଛ ସମଘନ ଆକୃତିର? କଣ? ଲୁଡୁ। ହଁ, ତମେ ଖେଳୁଥିବ ତାହେଲେ ଆଉ। ଲୁଡୁ ମଧ୍ୟ ଗୋଟେ ସମଘନ ଆକୃତି। ଆଉ କଣ ଚିତ୍ର ଦେଖୁଛ ଏଠି? ଶବନମ କହିଲ। ନା ଦିଆଯାଇଛି। ନା କଣ ଦିଆଯାଇଛି? କ, ଖ, ଗ, ଘ, ଚ, ଛ, ଜ, ଛ। ଆଚ୍ଛା, ବହୁତ ବଢିଆ। ତାହେଲେ ହେଲା, ବର୍ତ୍ତମାନ ଦେଖ ଆମେ ଯୋଉ ଉତ୍ତର କହିଛନ୍ତି ଇଏ କାହାର ଠିକ ଅଛି କି ନାହିଁ? ଏଇଟା ହେଲା ଗୋଟେ ସମଘନର ମଡେଲ। ହେଲା, କାହାର? ଏହାର କେତୋଟି ପାର୍ଶ୍ୱ ଅଛି? କେମିତି ଜାଣିଲ ସମଘନ? 6ଟି। କହିବ ଦେଖିବା। ହଁ, ଏହାର କେତୋଟି ଧାର ଅଛି? ଏହାର ବାହୁ ମାନଙ୍କର 12ଟି। ଏଇଟା ବି ଠିକ କହିଥିଲ, ସେଥିପାଇଁ ଜାଣିଦେଲ। ଏହାର ଏମିତିକାର ପରିବେଶରେ ଦେଖିଛ ସମଘନ ଆକୃତିର? 8ଟି। କଣ? ବହୁତ ବଢିଆ। ଲୁଡୁ। ହଁ, ତମେ ଖେଳୁଥିବ ତାହେଲେ ଆଉ। ଲୁଡୁ ମଧ୍ୟ ଗୋଟେ ସମଘନ ପ୍ରଶ୍ନଟି ପଚାରୁଛି ମୁଁ। ଆଉ କଣ ଚିତ୍ର ଦେଖୁଛ? ପ୍ରଶ୍ନ ଉତ୍ତର ଦବ ଆମର ମଜେଶ କହିବ। ଏଇଟା କାହାର ମଡେଲ? ନା ଦିଆଯାଇଛି। ହଁ, ନା କଣ ଦିଆଯାଇଛି? ହଁ, ଏଇଟା ତ ଆମେ ପଢିଥିଲେ ଏବେ। ତାର କେତୋଟି ପାର୍ଶ୍ୱ ରହିଛି? ଚ, ଛ, ଜ, କେତୋଟି? ଆଚ୍ଛା, ବହୁତ ବଢିଆ। 6ଟି। ତାହେଲେ ଧାର ସଂଖ୍ୟା କେତେ ଏହାର? ତାହେଲେ ଧାର ସରିତା କହିବ 12ଟି। ବହୁତ ବଢିଆ। ଆକୃତି ଶୀର୍ଷ କେତୋଟି? ହଁ, 8ଟି। କାହାର? ବହୁତ ବଢିଆ। ସମଘନ। କେମିତି ଜାଣିଲ ସମଘନ? କହିବ ଦେଖିବା। ହଁ, ମିଲି କହିବ। ଆଚ୍ଛା। ଏଇଟା ଏହାର ବାହୁ ମାନଙ୍କର ଦୈର୍ଘ୍ୟ ସମାନ ଅଛି, ସେଥିପାଇଁ ଜାଣିଦେଲ। କାହାର? ଏମିତିକାର କଣ ପରିବେଶରେ ଦେଖିଛ ସମଘନ ଆକୃତିର? ଆଚ୍ଛା, କଣ? ଏହାର ପାର୍ଶ୍ୱ ସଂଖ୍ୟା କେତେ? ଲୁଡୁ। ହଁ, ତମେ ଖେଳୁଥିବ ତାହେଲେ ଆଉ। ଦେଖିବା। ଲୁଡୁ ମଧ୍ୟ ଗୋଟେ ସମଘନ 3ଟି। କେମିତି ହେଲା କହିଲୁ? ଆଉ କଣ ଚିତ୍ର ଦେଖୁଛ ଏଠି? ହଁ, ଠିକ ଅଛି। ତଳେ ଉପରେ ଆଉ ଆର ଚତୁଃପାର୍ଶ୍ୱରେ ଗୋଟିଏ ନାଇଁ 3ଟି ପାର୍ଶ୍ୱ। ନା କଣ ଦିଆଯାଇଛି? ଆଚ୍ଛା, ଏହାର ଧାର ସଂଖ୍ୟା କେତେ? ଗ, ଘ, 2ଟି ଧାର। ଚ, ଛ, ବହୁତ ବଢିଆ। ଶୀର୍ଷ କେତୋଟି ଧାର? ଭଲ ଭାବରେ ଦେଖିବ ଶୀର୍ଷ ବିନ୍ଦୁ କୋଉଠି ଅଛି? ତାହେଲେ କେତୋଟି ଅଛି? ତାହେଲେ ବହୁତ ବଢିଆ। ସରିତା କହିବ, ଆଚ୍ଛା, ଇଏ କାହାର ରେଶ୍ମା କହିବ ତ? ହଁ, ଆଚ୍ଛା, ଏଇଟା କାହାର ମଡେଲ? ସମଘନ। କେମିତି ଜାଣିଲ ସମଘନ? ପେଣ୍ଡୁ ଭଳିଆ ଅଛି, କହିବ ଦେଖିବା। ହଁ, ଆଚ୍ଛା, ଇଏ ଘନ ବସ୍ତୁ କି? ଆଚ୍ଛା। ଏହାର ବାହୁ ମାନଙ୍କର ଦୈର୍ଘ୍ୟ ସମାନ ଅଛି, ସେଥିପାଇଁ ଜାଣିଦେଲ। ଏମିତିକାର କଣ ପରିବେଶ ଦେଖିଛ ସମଘନ ଆକୃତିର? ରହିଛି କଣ? କେତୋଟି? ଲୁଡୁ। ହଁ, ତମେ ଖେଳୁଥିବ ତାହେଲେ ଆଉ। ଧାର ରହିଛି? ଲୁଡୁ ମଧ୍ୟ ଗୋଟେ ସମଘନ। ତାର ଧାର ସଂଖ୍ୟା କେତେ? ଆଉ କଣ ଚିତ୍ର ଦେଖୁଛ ଏଠି? ବହୁତ ବଢିଆ। ଶୀର୍ଷ ଶବନମ କହିଲ। ଏହାର ଶୀର୍ଷ କେତୋଟି ଅଛି? ନା ଦିଆଯାଇଛି, କିଛି ନାହିଁ। ନା କଣ ଦିଆଯାଇଛି? ଶୀର୍ଷ ସଂଖ୍ୟା ମଧ୍ୟ କ, ଖ, ବହୁତ ବଢିଆ, ଗ, ଘ, ଚ, ଛ, ଜ, ପିଙ୍କି କହିବ। ଆଚ୍ଛା, ବହୁତ ବଢିଆ। କାହାର ମଡେଲ? ତାହେଲେ କୋନ। ଆଚ୍ଛା, ଇଏ ଗୋଟେ ଘନ ବସ୍ତୁ କି? ସରିତା କହିବ ଘନ ବସ୍ତୁ। ଇଏ କାହାର ଆକୃତି? ଆର ପାର୍ଶ୍ୱ ଦେଖିଲ? ହଁ। କାହାର? କେତୋଟି ଅଛି? ସମଘନ। କେମିତି ଜାଣିଲ ସମଘନ? ଧାର କହିବ ଦେଖିବା। ହଁ, ଶୀର୍ଷ
ଏହାର କେବଳ ବାହୁ ଗୋଟିଏ ମାନଙ୍କର ଶୀର୍ଷବିନ୍ଦୁ ଦୈର୍ଘ୍ୟ ରହିଛି। ସମାନ ଅଛି। Very good. ସେଥିପାଇଁ ଜାଣିଦେଲ? ଏମିତିକାର କଣ ରୋମ ପରିବେଶରେ କହିଲ। ଦେଖିଛ ସମୀକରଣ ଆକୃତିର? ଏଇଟା କାହାର କଣ? ମଡେଲ? ଲୁଡୁ। କାହାର? ହଁ ତମେ ଖେଳୁଥିବ ଇଏ ତାହେଲେ ଗୋଟିଏ ଆଉ। ଲୁଡୁ ଆୟତ ଗୋଟେ ଘନ। ମଧ୍ୟ ଗୋଟେ ବାକ୍ସ ଭଳିଆ ଅଛି। ସମଘନ ଇଏ ଗୋଟେ ଘନ ଆକୃତି। ବସ୍ତୁ କି? ଆଉ କଣ ଚିତ୍ର ଦେଖୁଛ ଘନ ଏଠି? ବସ୍ତୁ। ଆଚ୍ଛା ଇଏ ଗୋଟିଏ ଶବନମ କହିଲ। ଘନ ବସ୍ତୁ। କହିବ ଦେଖିଆ ନା ଏହାର ଦିଆହେଇଛି। କେତୋଟି ପାର୍ଶ୍ୱ ରହିଛି? ନା କଣ ଦିଆହେଇଛି? କେତୋଟି? କ, ଖ, 6ଟି ଘ, ପାର୍ଶ୍ୱ ଘ, ରହିଛି। ଚ, ଛ, ଏହାର ଧାର ସଂଖ୍ୟା କେତେ? ଜ, ଛ। ଆଚ୍ଛା କେତେ? ବହୁତ ବଢିଆ। 12। ତାହେଲେ ଭେରି ଗୁଡ। ଏହାର ତାହେଲେ ଶୀର୍ଷ କେତୋଟି ରହିଛି? ସରିତା କହିବ। 8ଟି। ଇଏ କାହାର ଆକୃତି? ତାହେଲେ ବର୍ତ୍ତମାନ ଆମେ ଜାଣିଲେ ହଁ, ଘନବସ୍ତୁର କାହାର? ପାର୍ଶ୍ୱ, ସମଘନ। ଧାର କେମିତି ଓ ଜାଣିଲ ସମଘନ? ଶୀର୍ଷ ସଂଖ୍ୟା ବିଷୟରେ। କହିବ ଠିକ ଦେଖିଆ। ଅଛି? ହଁ। ଆଗକୁ ଯିବା। ଆଚ୍ଛା, ଆଚ୍ଛା। ଏହାର ବାହୁ ତାହେଲେ ମାନଙ୍କର ଆମେ ଦେଖିଲେ ଦୈର୍ଘ୍ୟ ସମାନ ବିଭିନ୍ନ ଅଛି। ଘନ ସେଥିପାଇଁ ବସ୍ତୁ ଜାଣିଦେଲ? ବିଷୟରେ। ଏମିତିକାର କଣ ପରିବେଶରେ ଆୟତଘନ, ଦେଖିଛ ସମଘନ ଆକୃତିର? ସମଘନ, କଣ? କୋନ୍, ଲୁଡୁ। ସିଲିଣ୍ଡର ତମେ ଖେଳୁଥିବ ଏବଂ ତାହେଲେ ଆଉ। ଗୋଲକ ସମ୍ପର୍କ ଲୁଡୁ ଗୋଟେ ଦେଖିଲେ। ମଧ୍ୟ ଗୋଟେ ଏହାର ସମଘନ ଶୀର୍ଷ ଆକୃତି। ଜାଣିଲେ ଆଉ କି କଣ ନାହିଁ? ଚିତ୍ର ଶୀର୍ଷ ଦେଖୁଛ ସମ୍ପର୍କ, ଏଠି? ପାର୍ଶ୍ୱ ଏବଂ ଶବନମ କହିଲ। ଧାରର ଧାରଣା ମଧ୍ୟ ପାଇଲେ। ନା ଦିଆହେଇଛି। ବର୍ତ୍ତମାନ ମୁଁ ନା ଗୋଟେ କଣ ସାରଣୀ ଦିଆହେଇଛି? ଦଉଛି। କ, ଏହାକୁ ଆମେ ଖ ପୂରଣ ଗ, କରିବା। ଘ, ଠିକ ହେଲା? ଚ, କରିବା ଛ, ତ? ଜ, ଛ। ପ୍ରଥମେ ଦେଖ। ଆଚ୍ଛା ବହୁତ ବଢିଆ। ବସ୍ତୁ ଦିଆହେଇଛି। ତାହେଲେ ବିଭିନ୍ନ ଘନ ବସ୍ତୁ ଦିଆହେଲା। ତାହେଲେ ଏହାର ପାର୍ଶ୍ୱ ସରିତା ସଂଖ୍ୟା, କହିବ। ଧାର ସଂଖ୍ୟା ଇଏ କାହାର ଓ ଆକୃତି? ଶୀର୍ଷ ସଂଖ୍ୟା ଆମେ ହଁ, ଲେଖିବା। କାହାର? ଆଚ୍ଛା ପ୍ରଥମଟି ସମଘନ। କହିବ। କେମିତି ଜାଣିଲ ସମଘନ? ସେ ମିଲି କହିଲ। ପ୍ରଥମଟି କହିବ କଣ ଦେଖିଆ। ସେଇଟା? ହଁ। ଆଚ୍ଛା, ଇଏ ଆଚ୍ଛା। ଗୋଟିଏ ଏହାର କଣ? ବାହୁ ମାନଙ୍କର ସମଘନର ଦୈର୍ଘ୍ୟ ସମାନ ଅଛି। ସେଥିପାଇଁ ଜାଣିଦେଲ? ମଡେଲ। ଚିତ୍ର ଏମିତିକାର କଣ ଦିଆହେଇଛି। ପରିବେଶରେ ଦେଖିଛ ଏହାର ସମଘନ ପାର୍ଶ୍ୱ ସଂଖ୍ୟା ଆକୃତିର? କେତେ? କଣ? ଧାର ସଂଖ୍ୟା କେତେ? ଶୀର୍ଷ ଲୁଡୁ। ସଂଖ୍ୟା କେତେ? ହଁ ତମେ ଖେଳୁଥିବ ତାହେଲେ କେତେ? ଆଉ। ପାର୍ଶ୍ୱ ଲୁଡୁ ଗୋଟେ ସଂଖ୍ୟା ମଧ୍ୟ ଗୋଟେ 6, ସମଘନ ଧାର ଆକୃତି। ସଂଖ୍ୟା ଆଉ କଣ ଚିତ୍ର ଦେଖୁଛ 12 ଏଠି? ଓ ଶୀର୍ଷ ସଂଖ୍ୟା ଶବନମ କହିଲ। 8। ଠିକ ନା ଅଛି ତ? ଦିଆହେଇଛି। ଆଚ୍ଛା। ନା କଣ ଦିଆହେଇଛି? ତାହେଲେ କ, ବର୍ତ୍ତମାନ ଦେଖିବା ଖ, ଆମେ ଗ, ଘ, ସିଲିଣ୍ଡର। ଚ, ଛ, ସିଲିଣ୍ଡର କେତେ? ଜ, ଛ। ପାର୍ଶ୍ୱ ସଂଖ୍ୟା କେତେ? ଆଚ୍ଛା ବହୁତ ବଢିଆ। 3। ତାହେଲେ ଧାର ସଂଖ୍ୟା ତାହେଲେ 2। ସରିତା କହିବ। ଶୀର୍ଷ ଶୀର୍ଷ ସଂଖ୍ୟା ଇଏ କେତେ? କାହାର ଆକୃତି? 1। ଆଚ୍ଛା। ହଁ, ତାପରେ ଅଛି କାହାର? କାହାର ସମଘନ। ମଡେଲ ସିଧି କେମିତି କହିଲ? ଜାଣିଲ ସମଘନ? ଏ କାହାର ଚିତ୍ର? କହିବ ଦେଖିଆ। ଗୋଲକ। ହଁ। ଆଚ୍ଛା। ଆଚ୍ଛା, ଆଚ୍ଛା। ପାର୍ଶ୍ୱ ସଂଖ୍ୟା ଏହାର ବାହୁ କେତେ? ମାନଙ୍କର 1। ଦୈର୍ଘ୍ୟ ସମାନ ଅଛି। ସେଥିପାଇଁ ଧାର ଜାଣିଦେଲ? ସଂଖ୍ୟା ଏମିତିକାର କଣ ପରିବେଶରେ 0 ଦେଖିଛ ସମଘନ ଏବଂ ଆକୃତିର? ଶୀର୍ଷ ସଂଖ୍ୟା କଣ? 0। ଲୁଡୁ। ଠିକ ଅଛି। ହଁ ତମେ ଖେଳୁଥିବ ତାହେଲେ ଆଉ। ଆଚ୍ଛା ଚତୁର୍ଥ ଲୁଡୁ ଗୋଟେ ଚିତ୍ରଟି ମଧ୍ୟ ଆମର ଗୋଟେ କହିବ ସମଘନ ମୋଜେସ୍। ଆକୃତି। ଆଉ କଣ କାହାର ଚିତ୍ର ଏଇଟା? ଦେଖୁଛ ଏଠି? କୋନ୍। ଶବନମ କହିଲ। କୋନ୍ ଦେଖିଛ ବାହାରେ? ହଁ, ନା ହଁ। ଦିଆହେଇଛି। କେତୋଟି ପାର୍ଶ୍ୱ ରହିଛି? ନା କଣ ଦିଆହେଇଛି? କ, ଗୋଟିଏ। ଖ, ଭେରି ଗୁଡ। ଧାର ଗ, ଘ, ଚ, ଧାର ଛ, ସଂଖ୍ୟା ଜ, 2। ଠିକ ଅଛି। ଛ। ଶୀର୍ଷ ସଂଖ୍ୟା ଆଚ୍ଛା ବହୁତ ବଢିଆ। 1। ବହୁତ ବଢିଆ। ତାହେଲେ ଏବଂ ଶେଷରେ ଯୋଉ ତାହେଲେ ଚିତ୍ରଟି ରହିଛି ଏଇଟାକୁ ସରିତା ଆମର କହିବ। ଇନ୍ଦୁ କହିବୁ। ଇନ୍ଦୁ କହିଲୁ ଇଏ ମା କାହାର ଦେଖିଆ। ଆକୃତି? କଣ ସେଇଟା? ଇଏ ଗୋଟିଏ ହଁ, ଆୟତ ଘନର ଚିତ୍ର। କହିଲୁ ମା କାହାର? ଦେଖିଆ ଆର ପାର୍ଶ୍ୱ ସଂଖ୍ୟା କେତେ? ସମଘନ। କେମିତି ଜାଣିଲ ସମଘନ? 6। ବହୁତ ବଢିଆ। କହିବ ଦେଖିଆ। ଧାର ହଁ। ସଂଖ୍ୟା ଆଚ୍ଛା, ଆଚ୍ଛା। 12। ଏହାର ବାହୁ ଠିକ ମାନଙ୍କର ଅଛି। ଏବଂ ଦୈର୍ଘ୍ୟ ଶୀର୍ଷ ସମାନ ଅଛି। ସଂଖ୍ୟା ସେଥିପାଇଁ ଜାଣିଦେଲ? 8। ଏମିତିକାର କଣ ପରିବେଶରେ ତାହେଲେ ଦେଖିଛ ଶିରୋଣୀ ସମଘନ ସାରଣୀ ଆକୃତିର? ତୁମକୁ କହିଲି, ତୁମେମାନେ କଣ? ମତେ ଉତ୍ତର ଦେଇଛ। ଏଟାକୁ ଲୁଡୁ। ନିଜେ ନିଜେ ହଁ ପୂରଣ ତମେ କରିବା। ଖେଳୁଥିବ ତାପରେ ତାହେଲେ ଆମେ ଆଉ। ପରୀକ୍ଷା କରିବା ଏଇ ଠିକ ଲୁଡୁ ଅଛି କି ଗୋଟେ ନାହିଁ। ମଧ୍ୟ ଗୋଟେ ହେଲା? ବହୁତ ସମଘନ ବଢିଆ। ଆକୃତି। ଆଉ କଣ ଚିତ୍ର ଦେଖୁଛ ତାହେଲେ ଏଠି? ଘନ ବସ୍ତୁର ଶବନମ କହିଲ। ପାର୍ଶ୍ୱ, ନା ଶୀର୍ଷ, ଦିଆହେଇଛି। ଧାରକୁ ଆମେ ନା କଣ ଜାଣିଲେ ଦିଆହେଇଛି? ଏବଂ କ, ଖ, କେତେ ସଂଖ୍ୟକ ଗ, ରହିଛି ଘ, ଏହାର ଧାରଣା ଚ, ମଧ୍ୟ ଛ ଆମେ ବୁଝିଲେ। ଜ, ଛ। ବର୍ତ୍ତମାନ ଆଉ ଗୋଟେ ଆଚ୍ଛା ଖେଳ ବହୁତ ଖେଳିବା। ବଢିଆ। ମୋ ତାହେଲେ ଘରକୁ ମତେ ନି। ତାହେଲେ ସରିତା କହିବ। ଏଇ ଯୋଉ ଦିଆହେଇଛି ଇଏ କାହାର କଣ ଦିଆହେଇଛି ଆକୃତି? ଏଟା ପଢିବ ମୁଁ କହିବି ଆମର ହଁ, ଆଜି କହିବି କଣ ଦିଆହେଇଛି। କାହାର? ସମଘନ। ସବୁ କେମିତି ଜାଣିଲ ପାର୍ଶ୍ୱ ସମଘନ? ଏକା ପରି ଦେଖାଯାଉଛି ଲେଖା ହେଇଛି। କହିବ ଆଚ୍ଛା, ଆଉ ଦେଖିଆ। କଣ ଲେଖା ହଁ। ହେଇଛି? ଆଚ୍ଛା, ଆଚ୍ଛା। ହଁ। ସବୁ ଏହାର ପାର୍ଶ୍ୱ ବାହୁ ମାନଙ୍କର ଏକା ପରି ଦେଖାଯାଉ ଦୈର୍ଘ୍ୟ ନାହିଁ। ସମାନ ଅଛି। କାହାର? ସେଥିପାଇଁ ଜାଣିଦେଲ? ଏମିତିକାର କଣ ପ୍ରଶ୍ନଟି ପରିବେଶରେ ପଢ। ଦେଖିଛ ପଢିଲ ଦେଖିଆ କଣ ସମଘନ କଣ ଦିଆହେଇଛି? ଆକୃତିର? ହଁ। ଗୋଲକ। କଣ? ହଁ। ସମଘନ। ଲୁଡୁ। ହଁ ତମେ ଖେଳୁଥିବ କୋନ୍। ତାହେଲେ ଆଉ। ଲୁଡୁ ଗୋଟେ ତ୍ରିଭୁଜାକାର ମଧ୍ୟ ଗୋଟେ ପିରାମିଡ। ସମଘନ ଆୟତଘନ। ଆକୃତି। ଆଉ କଣ ଚିତ୍ର ସିଲିଣ୍ଡର। ଦେଖୁଛ ଏଠି? ଠିକ ହେଲା? ବର୍ତ୍ତମାନ ମୋ ଶବନମ ଘରକୁ କହିଲ। ମତେ ନବ। କାହିଁ ଘର କାହିଁ? ଏଇ ନା ଦେଖ ଘର ଦିଆହେଇଛି। ଆସିଗଲା। ନା କଣ ଦିଆହେଇଛି? ଆସିଲା ନା? କ, ଖ, ପ୍ରଥମ ଘରେ ଗ, ଲେଖିବ ଘ, ସବୁ ପାର୍ଶ୍ୱ ଚ, ଏକା ଛ, ପରି ଦେଖାଯାଉଛି। ଜ, ଛ। ଠିକ ଅଛି? ଆଚ୍ଛା ବହୁତ ବଢିଆ। ଏଥିରେ ଲେଖିବ ସବୁ ତାହେଲେ ପାର୍ଶ୍ୱ ଏକା ପରି ଦେଖାଯାଉଛି। ତାହେଲେ ଏବଂ ସରିତା କହିବ। ଦ୍ଵିତୀୟ ଯୋଉଟା ଅଛି ଇଏ କାହାର ଆକୃତି? ସବୁ ପାର୍ଶ୍ୱ ଏକା ପରି ହଁ। ଦେଖାଯାଉନି। ପ୍ରାଚୀ କାହାର? କହିବ ସବୁ ପାର୍ଶ୍ୱ ଏକା ସମଘନ। ପରି ଦେଖାଯାଉଛି। କେମିତି କିଏ ଜାଣିଲ ରହିବ? ହଁ ସମଘନ? କହିବ। କହିବ ସମଘନ। ଦେଖିଆ। ହଁ। ଆଚ୍ଛା ସମଘନ। ଆଚ୍ଛା, ଆଉ ଆଚ୍ଛା। କଣ?
ଏହାର ଗୋଲ ବାହୁମାନଙ୍କର ଆଚ୍ଛା ଗୋଲ ଦୈର୍ଘ୍ୟ ସମାନ ଅଛି ସେଥିପାଇଁ ଜାଣିଦେଲ ଏମିତିକାର ତ୍ରିଭୁଜାକୃତି କଣ ପିରାମିଡ ପରିବେଶରେ ଦେଖିଛ ସମୀକରଣ ଆଚ୍ଛା, ଆକୃତିର ଠିକ ହେଲା କଣ ବର୍ତ୍ତମାନ କହିଲ ସବୁ ଲୁଡୁ। ପାର୍ଶ୍ୱ ହଁ, ଏକାପରି ତମେ ଦେଖାଯାଉ ଖେଳୁଥିବ ନାହିଁ ତାହେଲେ କୋଉଟା ଆଉ। ଅଛି ଲୁଡୁ ଗୋଟି ମଧ୍ୟ ହଁ ଗୋଟେ ସମଘନ ସମଘନ ଆକୃତି ଆଉ ଆଉ କଣ ଚିତ୍ର ଦେଖୁଛ ଏଠି? ଆୟତଘନ ଠିକ ଅଛି ଶବନମ ଆଉ କହିଲ କୋନ ମଧ୍ୟ ନା ଦିଆଯାଇଛି ଆଚ୍ଛା ଦେଖିବା ତାହେଲେ ନା କଣ ଆମର ଦିଆଯାଇଛି ଉତ୍ତର ଠିକ ଅଛି କି ନାଇଁ କ ଖ ହଁ ଗ, ସମଘନ ଘ, ଆସିଗଲା ଛ ଛ ହେଇଗଲା ଜ ଛ ଗୋଲକ ବି ଆଚ୍ଛା ଆସିଗଲା ବହୁତ ବଢିଆ ତାହେଲେ ତ୍ରିଭୁଜାକାର ପିରାମିଡ ଏସବୁର ତାହେଲେ ବାଷ୍ପ ଏକାପରି ଦେଖା ସରିତା କହିବ ଇଏ କାହାର ଆକୃତି ଆୟତଘନ ହଁ କୋନ କାହାର ସିଲିଣ୍ଡର ସମଘନ କେମିତି ଏସବୁର ଜାଣିଲ ବାଷ୍ପ ସମଘନ ଏକାପରି ଦେଖାଯାଉ ନାହିଁ କହିବ ବହୁତ ଦେଖିଆ ବଢିଆ ହଁ ଭେରି ଗୁଡ ଆଚ୍ଛା ଆଚ୍ଛା ଆକାଶ ଏହାର କହିବ ବାହୁମାନଙ୍କର କଣ ଲେଖା ହେଇଛି ଦୈର୍ଘ୍ୟ ସମାନ ଅଛି ହଁ ସେଥିପାଇଁ ପଢ ଜାଣିଦେଲ ହଁ ଏମିତିକାର କଣ ପରିବେଶରେ ବକ୍ରଧାର ଦେଖିଛ ବିଶିଷ୍ଟ ସମୀକରଣ ଆକୃତି ଆକୃତିର ଆଉ ଗୋଟେ କଣ ଅଛି କଣ ଲୁଡୁ ସଳକ ଧାର ହଁ, ତମେ ବିଶିଷ୍ଟ ଖେଳୁଥିବ ତାହେଲେ ଆଉ ଆକୃତି ଲୁଡୁ ଗୋଟି ମଧ୍ୟ କାହାର ଗୋଟେ ହଁ ପଡ ସମଘନ ଗୋଲକ ହଁ ଆକୃତି ସମଘନ ଆଉ କଣ ଚିତ୍ର ଦେଖୁଛ ଏଠି କୋନ ହଁ ପ୍ରିଜମ ଶବନମ କହିଲ ପିରାମିଡ ନା ଦିଆଯାଇଛି ଆୟତଘନ ନା ସିଲିଣ୍ଡର କଣ ବହୁତ ଦିଆଯାଇଛି ବଢିଆ ଏଇଠି ବି ଦେଖିବା କ ଘର ଖ ହଁ ଗ ବକ୍ରଧାର ଘ ବିଶିଷ୍ଟ ଆକୃତି ପାଇଁ ଗୋଟେ ଘର ଚ ଆସିଗଲା ଛ ଜ ସଳକ ଛ ଧାର ବିଶିଷ୍ଟ ଆକୃତି ପାଇଁ ଆଉ ଗୋଟେ ଘର ଆଚ୍ଛା ବି ବହୁତ ବଢିଆ ଆସିଗଲା ତାହେଲେ ବର୍ତ୍ତମାନ ବକ୍ରଧାର ବିଶିଷ୍ଟ ଆକୃତି କଣ ରହିବ ତାହେଲେ କହିଲେ ଦେଖିବା ହଁ କହିଲ ସରିତା କହିବ ଗୋଲକ ଠିକ ଅଛି ଇଏ କାହାର ଆକୃତି ହଁ ସିଲିଣ୍ଡର ହଁ ହଁ କାହାର କୋନ ଆଚ୍ଛା ସମଘନ କେମିତି ଜାଣିଲ ସଳକ ସମଘନ ଧାର ବିଶିଷ୍ଟ ଆକୃତି କିଏ ରହିଲା କହିବ ଦେଖିଆ ହଁ ସମଘନ ହଁ ଆଚ୍ଛା ଆଚ୍ଛା ଆୟତଘନ ଏହାର ବାହୁମାନଙ୍କର ପିରାମିଡ ଦୈର୍ଘ୍ୟ ସମାନ ଅଛି ସେଥିପାଇଁ ଜାଣିଦେଲ ପ୍ରିଜମ ଏମିତିକାର କଣ ପରିବେଶରେ ଆଚ୍ଛା, ଦେଖିଛ ତମେ ଯୋଉ ସମୀକରଣ ଉତ୍ତର ଆକୃତିର କହିଛ କଣ ଦେଖିବା ଠିକ ଅଛି କି ନାଇଁ ଲୁଡୁ ହଁ ତମେ ଖେଳୁଥିବ ତାହେଲେ ଆଉ ହଁ ଆସିଗଲା ଲୁଡୁ ଗୋଟି ମଧ୍ୟ ଗୋଟେ ସମଘନ ଆକୃତି। ଦେଖ ଗୋଟେ ଗୋଟେ ଆଉ କଣ ଚିତ୍ର ଦେଖୁଛ ଏଠି ଠିକ ଅଛି ତମର ଶବନମ କହିଲ ଆଚ୍ଛା ନା ଆରେ ବା। ଦିଆଯାଇଛି ନା କଣ ଦିଆଯାଇଛି କ ଖ ଗ ଘ ଛ ଛ ତାହେଲେ ସବୁ ଜ ଆନ୍ସର ଆମର ଛ ବା ଉତ୍ତର ସବୁ ଠିକ ଆଚ୍ଛା ଅଛି ବହୁତ ବଢିଆ ବହୁତ ବଢିଆ ତାହେଲେ ବର୍ତ୍ତମାନ ଯିବା ଆଉ ଗୋଟେ ଖେଳ ତାହେଲେ ଖେଳିବା ସରିତା କହିବ ଇଏ କାହାର ଆକୃତି ଆଚ୍ଛା ଆମେ ହଁ ବିଭିନ୍ନ ଧାର ସମ୍ପର୍କରେ ଜାଣିଲେ କାହାର ବର୍ତ୍ତମାନ ସମଘନ ପ୍ରଶ୍ନଟି କେମିତି ହେଉଛି ଜାଣିଲ ସମଘନ ଆମର ଯେତିକି କହିବ ଦେଖିଆ ହଁ ଦେଖିଲେ ସେଥିରେ ଉଭୟ ଆଚ୍ଛା ଆଚ୍ଛା ଆୟତାକୃତି ଏହାର ଓ ବାହୁମାନଙ୍କର ତ୍ରିଭୁଜାକୃତି ଦୈର୍ଘ୍ୟ ପାର୍ଶ୍ୱ ସମାନ ଅଛି ବିଶିଷ୍ଟ ସେଥିପାଇଁ ଜାଣିଦେଲ କୋଉ ଏମିତିକାର ଆମର କଣ ପରିବେଶରେ ଘନବସ୍ତୁ ଦେଖିଛ ଅଛି ତାକୁ ସମୀକରଣ ଆମେ ଆକୃତିର ଏଇଠି କଣ ଆମେ ଦେଖିବା ଲୁଡୁ ଆକୁ ହଁ ପଚାରୁଛି ତମେ ମୁଁ ଖେଳୁଥିବ ତାହେଲେ ଆଉ ମୁନା ଲୁଡୁ ଗୋଟି ମଧ୍ୟ ଗୋଟେ ମୁନା ଦେଖିବ ସମଘନ ଦୁଇଟି ଘର ଆକୃତି। ଦିଆହେଇଛି ଆଉ କଣ ଚିତ୍ର ଦେଖୁଛ ଏଠି ପଢିଲେ ଦେଖିଆ କଣ ଦିଆହେଇଛି ଶବନମ କହିଲ ଉଭୟ ଆୟତାକୃତି ନା ଓ ଦିଆହେଇଛି ତ୍ରିଭୁଜାକୃତି ପାର୍ଶ୍ୱ ବିଶିଷ୍ଟ ନା କଣ ଦିଆହେଇଛି ଆମର ଘନବସ୍ତୁ କୋଉଟା କ ଅଛି ଖ କହିପାରିବ ଗ ଘ ହଁ ଚ ଛ ଜ ତ୍ରିଭୁଜାକୃତି ପ୍ରିଜିମ ଛ ବହୁତ ବଢିଆ ଆଚ୍ଛା ବହୁତ ବଢିଆ ଦେଖାଯାଉ କଣ ଅଛି ତାହେଲେ ହଁ ବହୁତ ତାହେଲେ ବଢିଆ ହେଲା ତାହେଲେ ସରିତା କହିବ ଏଇ ଯୋଉ ତ୍ରିଭୁଜାକୃତି ଇଏ ପ୍ରିଜମ କାହାର ଅଛି ଆକୃତି ଏହା ଉଭୟ ହଁ ଆୟତାକୃତି ଓ କଣ କାହାର ତ୍ରିଭୁଜାକୃତି ପାର୍ଶ୍ୱ ସମଘନ ବିଶିଷ୍ଟ ଆକୃତି କେମିତି ଜାଣିଲ ସମଘନ ସିଏ ହଉଛି ଗୋଟିଏ ଘନବସ୍ତୁ କହିବ ଦେଖିଆ ହଁ ତାହେଲେ ବର୍ତ୍ତମାନ ଆଚ୍ଛା ଆଚ୍ଛା ପର୍ଯ୍ୟନ୍ତ ଆମେ ଦେଖିଲେ ଏହାର ବିଭିନ୍ନ ବାହୁମାନଙ୍କର ଘନବସ୍ତୁ ଦୈର୍ଘ୍ୟ ସମାନ ତାର ଅଛି ପ୍ରସ୍ତୁତ ସେଥିପାଇଁ ବିଶିଷ୍ଟ ଜାଣିଦେଲ ଜାଣିଥିଲେ ଏମିତିକାର କଣ ଏହାର ପରିବେଶରେ ପୃଷ୍ଠ ଦେଖିଛ ସଂଖ୍ୟା ସମୀକରଣ ଆକୃତିର ଶୀର୍ଷ ସଂଖ୍ୟା କଣ ଓ ଧାର ସଂଖ୍ୟାର ଲୁଡୁ ଧାରଣା ପାଇଲେ ହଁ ତମେ ଖେଳୁଥିବ ଏବଂ ତାହେଲେ ଆଉ ଏହାକୁ ଲୁଡୁ ଆମେ ଗୋଟି ତାର ମଧ୍ୟ ଗୋଟେ ସାରଣୀ ବି ପୂରଣ କଲେ ସମଘନ ଏଥିରୁ ଆକୃତି। କୋଉଠି ଆଉ ବକ୍ରଧାର କଣ ଚିତ୍ର ଦେଖୁଛ ଏଠି ହେଲା ଆୟତାକୃତି ଶବନମ କହିଲ ତ୍ରିଭୁଜାକୃତି ନା ସଳକ ଧାର ଦିଆହେଇଛି ଏ ସବୁ ବିଷୟରେ ନା ଆମେ କଣ ଧାରଣା ଦିଆହେଇଛି ପାଇଲେ କ ଖ ତାହେଲେ ଆମେ ଗୋଟେ କାମ କରିବା ଗ ଘ ଆମେ ଯେତେବେଳେ ଘରକୁ ଯିବା ଚ ଗୋଟେ ଘର ଛ କାମ ଦଉଛି ଅତି ଜ ସହଜିଆ ଘର ଛ କାମ ତୁମେ ଆଚ୍ଛା କଣ ବହୁତ କରିବ ବଢିଆ ମୁଁ ଦେଖ ଗୋଟେ ତାହେଲେ ତମକୁ ସାରଣୀ ଦେଇଛି ସାରଣୀ ତାହେଲେ ଆକୃତି ଅଛି ପୃଷ୍ଠ ସରିତା ସଂଖ୍ୟା କହିବ ଶୀର୍ଷ ସଂଖ୍ୟା ଇଏ ଧାର କାହାର ସଂଖ୍ୟା ଆକୃତି ରହିଛି ତୁମେ କଣ କରିବ ହଁ ଆକୃତିର ନାମ ଲେଖିବ କାହାର ଏବଂ ସେ ସମଘନ ଯୋଉ ଆକୃତି କେମିତି ଅଛି ଜାଣିଲ ସେ ସମଘନ ଆକୃତିର ପୃଷ୍ଠ ଶୀର୍ଷ କହିବ ଓ ଦେଖିଆ ଧାର ହଁ ସଂଖ୍ୟା ଲେଖି ନେଇ ଆଚ୍ଛା ଆସିବ ଆଚ୍ଛା ହେଲା ଏହାର ଆସନ୍ତା ଶ୍ରେଣୀରେ ବାହୁମାନଙ୍କର ଆକୁ ଦୈର୍ଘ୍ୟ ଆମେ ସମାନ ଅଛି ସେଥିପାଇଁ ଚର୍ଚ୍ଚା ଜାଣିଦେଲ କରିବା ଠିକ ଏମିତିକାର ହେଲା କଣ ପରିବେଶରେ ଦେଖିଛ ଯାହା ଯାହା ହଉ ସମୀକରଣ ଆକୃତିର ଘରେ ଯିବ କାମୁଡି ସାରି କଣ ଆସିବ ପୁଣି ଥରେ ଆସନ୍ତା ଲୁଡୁ ଶ୍ରେଣୀରେ ଦେଖା ହଁ ହବ। ତମେ ହେଲା ଖେଳୁଥିବ ତାହେଲେ ଆଉ ଲୁଡୁ ଗୋଟି ମଧ୍ୟ ଗୋଟେ ସମଘନ ଆକୃତି ଆଉ କଣ ଚିତ୍ର ଦେଖୁଛ ଏଠି ଶବନମ କହିଲ